କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଶିଶୁ ଶ୍ରମ ଉପରେ ଏକ ରଚନା ପ୍ରସ୍ତୁତ କରାଯାଇଛି। ଜାଣିବା ସେ ରଚନାରେ କ'ଣ ଅଛି। ଉପକ୍ରମ: ଶିଶୁମାନଙ୍କୁ ବିଭିନ୍ନ ପ୍ରକାରର କାର୍ଯ୍ୟରେ ନିୟୋଜିତ କରି ଅର୍ଥ ଉପାର୍ଜନ କରିବାକୁ ବୁଝାଏ ଶିଶୁ ଶ୍ରମ, ଯାହା ଶିଶୁମାନଙ୍କୁ ପିଲାଦିନରୁ ନିୟମିତ ଶିକ୍ଷାରୁ ବଞ୍ଚିତ କରେ। ଓଡ଼ିଶାରେ, ଭାରତରେ ଏବଂ ବିଶ୍ୱରେ ଶିଶୁ ଶ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ବର୍ଣ୍ଣନା: ପିଲାମାନଙ୍କୁ ଶୋଷିତ କରି ବିଭିନ୍ନ ବିପଦଜନକ କାର୍ଯ୍ୟରେ ନିୟୋଜିତ କରାଯାଏ, ଯେପରି ଖଣି ଖନନ, କାରଖାନା କିମ୍ବା କୃଷି କାର୍ଯ୍ୟରେ। କରଜ ଟଙ୍କା ସୁଧ ସಮೇତ ପରିଶୋଧ କରିବା ପାଇଁ ପିଲାମାନଙ୍କୁ ବାଧ୍ୟ କରାଯାଏ। କିଛି ଅସାମାଜିକ ଲୋକ ଶିଶୁମାନଙ୍କୁ ଠକି ସେମାନଙ୍କୁ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ କରିଥାନ୍ତି। ପିଲାମାନେ ନାନା ପ୍ରକାର ଘରୋଇ କାର୍ଯ୍ୟ ମଧ୍ୟ କରିଥାନ୍ତି, ଯେଉଁଠି ସେମାନଙ୍କୁ ଅତି କମ୍ ବେତନ ମିଳିଥାଏ, ଯାହା ସାଧାରଣ ଜନତାଙ୍କ ଦୃଷ୍ଟିଗୋଚର ହୋଇନଥାଏ। ପିଲାମାନଙ୍କୁ ଦାଦନ ଖଟିବା ପାଇଁ କଳେ ବଳେ ବାଧ୍ୟ କରାଯାଏ। ନକାରାତ୍ମକ ପ୍ରଭାବ: କ୍ଷତିକାରକ ପଦାର୍ଥ କିମ୍ବା ବିପଜ୍ଜନକ ପରିବେଶର ସଂସ୍ପର୍ଶରେ ଆସିବା କାରଣରୁ ସେମାନଙ୍କର ଶ୍ୱାସକ୍ରିୟା ସମସ୍ୟା ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟା ହେବାର ସମ୍ଭାବନା ରହିଥାଏ। ଶ୍ରମରେ ନିୟୋଜିତ ପିଲାମାନଙ୍କର ସାମାଜିକ, ମାନସିକ ସୁସ୍ଥତା ପ୍ରଭାବିତ ହୁଏ, ଯାହା ଚିନ୍ତା, ଉଦାସୀନତା ସୃଷ୍ଟି କରିଥାଏ। ଶିଶୁ ଶ୍ରମ ଶିଶୁର ଶିକ୍ଷା ଅଧିକାରରେ ବାଧା ସୃଷ୍ଟି କରେ। ସେମାନେ ନିୟମିତ ବିଦ୍ୟାଳୟରେ ପାଠ ପଢ଼ିବାରୁ ବଞ୍ଚିତ ହୋଇଥାନ୍ତି, ଫଳରେ ସେମାନଙ୍କର ଜ୍ଞାନର ବିକାଶ ହୋଇପାରେ ନାହିଁ। ଅଜ୍ଞାନତା ସେମାନଙ୍କୁ ଭୁଲ ପଥରେ ଅଗ୍ରସର କରେ ଏବଂ ସେମାନେ ଦରିଦ୍ରତାର ଶିକାର ହୋଇଥାନ୍ତି। ଶ୍ରମରେ ନିୟୋଜିତ ପିଲାମାନେ ସାମାଜିକ କଥାବାର୍ତ୍ତା ଏବଂ ଅତ୍ୟାବଶ୍ୟକ ସାମାଜିକ ଦକ୍ଷତା ବିକାଶର ସୁଯୋଗରୁ ବଞ୍ଚିତ ହୋଇଥାନ୍ତି। ଦୀର୍ଘକାଳୀନ ସମୟରେ ଏହାର ଅର୍ଥନୈତିକ ପରିଣାମ ରହିଥାଏ, ଯେପରି ଏକ ଅଶିକ୍ଷିତ ଏବଂ ଅଣକୁଶଳୀ ଶ୍ରମିକ ଦେଶର ଆର୍ଥିକ ବିକାଶ ଏବଂ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିପାରେ ନାହିଁ। ସମ୍ଭାବ୍ୟ ସମାଧାନ: କଡ଼ା ଆଇନ, ଗୁଣାତ୍ମକ ଶିକ୍ଷା, ସାମାଜିକ କାର୍ଯ୍ୟକ୍ରମ ଏବଂ ସମର୍ଥନ, ସଚେତନତା ସୃଷ୍ଟି, ଶ୍ରମ ଯାଞ୍ଚ ଏବଂ ତଦାରଖ, ଆନ୍ତର୍ଜାତୀୟ ସହଯୋଗ, ଦାରିଦ୍ର୍ୟ ଦୂରୀକରଣ ଏବଂ ଶିଶୁ ସୁରକ୍ଷା ନୀତି। ଉପସଂହାର: ପିଲାମାନେ କାର୍ଯ୍ୟକ୍ଷେତ୍ରରେ ନୁହେଁ, ବିଦ୍ୟାଳୟରେ ସମ୍ପୃକ୍ତ। ଶିଶୁ ଶ୍ରମ ପିଲାମାନଙ୍କୁ ତାଙ୍କର ଅଧିକାରରୁ ବଞ୍ଚିତ କରେ। ଶିଶୁ ଶ୍ରମ ଶିକ୍ଷା ପାଇଁ ଏକ ପ୍ରମୁଖ ପ୍ରତିବନ୍ଧକ ଅଟେ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଭିଡିଓଟି ଯଦି ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କର। ଚ୍ୟାନେଲରେ ଯେଉଁମାନେ ନୂଆ ଆମ ସହିତ ଯୋଡ଼ିବା ପାଇଁ ଚାହୁଁଛନ୍ତି, ଭିଡିଓ ଦେଖୁଛନ୍ତି, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ବୁଝିପାରିବା, ଜାଣିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।